ଭଉଣୀ ଯେତେବେଳେ ଭାଇ ହାତରେ ରାକ୍ଷୀ ବାନ୍ଧିବ କେତୋଟି ଗଣ୍ଠି ଦେବ ରାକ୍ଷୀରେ ଜାଣିଛନ୍ତି କି? ଆସନ୍ତୁ ଜାଣିବା। ଦେଖନ୍ତୁ, ଯେତେବେଳେ ବି ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବେ 4ଟି ଗଣ୍ଠି ଦେବେ। କାହିଁକି ଜାଣନ୍ତି? ପ୍ରଥମ ଗଣ୍ଠି ଭାଇର ଆୟୁ ବୃଦ୍ଧି ପାଇଁ, ଭାଇର ଆୟୁଷ ବଢ଼ିବା ପାଇଁ ପ୍ରଥମ ଗଣ୍ଠି। ଦ୍ୱିତୀୟ ଗଣ୍ଠି ଭଉଣୀର ଆୟୁଷ ବୃଦ୍ଧି ପାଇଁ। ତୃତୀୟ ଗଣ୍ଠି ଭାଇ ଭଉଣୀର ସମ୍ପର୍କ ଅତୁଟ ରହୁ ସେଥିପାଇଁ, ଭାଇ ଭଉଣୀଙ୍କ ଭିତରେ ସମ୍ପର୍କରେ କେବେ ତିକ୍ତତା ନ ଆସୁ ସେଥିପାଇଁ। ଆଉ ଚତୁର୍ଥ ଗଣ୍ଠିଟି କ'ଣ ପାଇଁ ଜାଣନ୍ତି? ଚତୁର୍ଥ ଗଣ୍ଠିଟି ବାନ୍ଧିଲା ବେଳେ ନିଜର ଇଷ୍ଟଦେବଙ୍କୁ ସ୍ମରଣ କରିକି ରାକ୍ଷୀଟି ବାନ୍ଧିବେ। ଇଷ୍ଟଦେବଙ୍କୁ ଜଣେଇବେ ଯେ ଯେମିତି ପ୍ରଭୁ ମୋ ଭାଇର କେବେ କିଛି ଅନିଷ୍ଟ ନ ହଉ, ଆମ ସମ୍ପର୍କ ଏମିତି ଅକ୍ଷୁଣ୍ଣ ଥାଉ, ଏ ମନୋକାମନା ନେଇକି ବାନ୍ଧିବେ। ରାକ୍ଷୀ ବାନ୍ଧିବା ସମୟରେ এই ନିୟମର ପାଳନ କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କର ମଙ୍ଗଳ ହେବ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।